ଆପଣ ଘର କିଣିବାକୁ ଭାବୁଛନ୍ତି ତାହେଲେ এই ଭିଡିଓଟା ଆପଣ ପାଇଁ। ନମସ୍କାର, ମୁଁ ଦିବ୍ୟ ରଞ୍ଜନ ଫ୍ରମ୍ ଲୋକାଲ ଏଷ୍ଟେଟ୍। ଘର କିଣିବା ପୂର୍ବରୁ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଷ୍ଟେପ୍ ହେଲା କ୍ଲିୟର ଡିସିସନ। ଆପଣ ଘରକୁ ଇନଭେଷ୍ଟମେଣ୍ଟ ପାଇଁ କିଣିବାକୁ ଚାହୁଁଛନ୍ତି ନା ଆପଣ ନିଜେ ରହିବା ପାଇଁ କିଣିବାକୁ ଚାହୁଁଛନ୍ତି? ଯଦି ଇନଭେଷ୍ଟମେଣ୍ଟ ପାଇଁ ଆପଣଙ୍କ ବଜେଟ୍ ହିସାବରେ କୋଉଠି ଇନଭେଷ୍ଟ କରିବେ ତାହା ଡିସାଇଡ୍ କରନ୍ତୁ। ଆପଣ ସିଲେକ୍ଟ କରିଥିବା ଏରିଆରେ ଲଙ୍ଗ ଟର୍ମ ଆପ୍ରିସିଏସନ କେମିତି ଅଛି ଦେଖନ୍ତୁ, ଆଉ ରେଣ୍ଟାଲ ଇନକମ୍ ଭଲ ଜେନେରେଟ୍ ହବ କି ନାହିଁ ଦେଖନ୍ତୁ। ଏଇଟା ହେଲା ସ୍ମାର୍ଟ ଇନଭେଷ୍ଟମେଣ୍ଟ ଚଏସ୍। ଯଦି ନିଜେ ରହିବା ପାଇଁ ଦେଖୁଛନ୍ତି ତାହେଲେ ଫର୍ଷ୍ଟ ବଜେଟ୍ ସେଟ୍ କରନ୍ତୁ, ତାପରେ ଆପଣ ରହିବାକୁ ଇଚ୍ଛା କରୁଥିବା ଏରିଆ ସିଲେକ୍ଟ କରନ୍ତୁ। ଲାଇଫଷ୍ଟାଇଲ, କନେକ୍ଟିଭିଟି, ସ୍କୁଲ, ହସ୍ପିଟାଲ ସବୁ କନସିଡର କରନ୍ତୁ, ଆଉ ଆପଣ କେତେ ଲୋନ୍ କରିବେ ସେଇଟା ବି ପ୍ଲାନ୍ କରନ୍ତୁ। ଆଉ ହଁ, ଯଦି ଫ୍ଲାଟ୍ କିଣିବାକୁ ଚାହୁଁଛନ୍ତି ତା ପାଇଁ ଗୋଟେ ସେପାରେଟ ଭିଡିଓ ଆସିବ। ନାଉ ବୋଥ ସିଚୁଏସନରେ ମେନ୍ କ୍ୱେଶ୍ଚନ ହେଲା ବାର୍ଗେନ୍ କେମିତି କରିବେ। ଯଦି ଗୋଟେ ଘର ଆପଣଙ୍କୁ ଭଲ ଲାଗିଲା, ସେଲର ଯେତିକି ବି ପ୍ରାଇସ୍ କହୁ ବ୍ଲାଇଣ୍ଡଲି ଆକ୍ସେପ୍ଟ କରିବେ ନାହିଁ। ନିଜର ପ୍ରପର କ୍ୟାଲକୁଲେସନ ଦରକାର। ବହୁତ ଲୋକ ମିଷ୍ଟେକ୍ କରନ୍ତି, କେବେ ବହୁତ ଲୋ ପ୍ରାଇସ୍ ବାର୍ଗେନ୍ କରନ୍ତି, କେବେ ଭ୍ୟାଲୁଏସନ କୁ ବ୍ଲାଇଣ୍ଡଲି ଆକ୍ସେପ୍ଟ କରନ୍ତି। ଦୁଇଟା କେସରେ ଲସ୍ ହବ। ଇଦର ଓଭରପେ କରିବେ କିମ୍ବା ଆପଣର ଡ୍ରିମ୍ ହାଉସ୍ ଅନ୍ୟ ଲୋକ ନେଇଯିବେ। ଘର ଭ୍ୟାଲୁଏସନ ର ଇଜି କ୍ୟାଲକୁଲେସନ। ପ୍ଲଟ ର ଭ୍ୟାଲ୍ୟୁ ଚେକ୍ କରନ୍ତୁ, ସେ ଏରିଆରେ ରେଟ୍ ପର ସ୍କ୍ୱାର ଫୁଟ କେତେ ଚାଲୁଛି। ପ୍ଲଟ ସାଇଜ କ୍ୟାଲକୁଲେଟ କରନ୍ତୁ, ଲେନ୍ଥ ଇንଟୁ ୱିଡଥ। ଘର କନଷ୍ଟ୍ରକ୍ସନ ଭ୍ୟାଲ୍ୟୁ ଆଡ୍ କରନ୍ତୁ, ଏଭରେଜ 2000 per square foot, ଆଉ ସେଟା ବି କ୍ୱାଲିଟି ଉପରେ ଡିପେଣ୍ଡ କରେ। ଫର ଏକ୍ସାମ୍ପଲ, ବ୍ରହ୍ମପୁରରେ ଗୋଟେ ସ୍ପେସିଫିକ ଏରିଆରେ ରେଟ୍ ଚାଲିଛି 2500 per square foot, ଆଉ ପ୍ଲଟ ସାଇଜ 30 କୁ 60, that means 1800 square foot। এই কেসরে ভ্যালুয়েশন হব 2500 into 1800, that is plot ର value, plus 2000 into 1800, that is construction cost, so the budget of house will be 81 lakh। ଏହି କ୍ୟାଲକୁଲେସନ ଶିଖିଲେ ଆପଣ ନିଜର ବଜେଟ୍ ସ୍ମାର୍ଟଲି ପ୍ଲାନ୍ କରିପାରିବେ। ଓଭର ପ୍ରାଇସ୍ ଦେବେନି ଆଉ ଲୋଏର କୋଟ କରିକି ନିଜର ପସନ୍ଦିଦା ଘର ମିସ୍ ବି କରିବେନି। ଆଉ ହଁ, ଗୋଟେ ପ୍ରୋ ଟିପ୍, ଅଲୱେଜ ଡକୁମେଣ୍ଟ ଚେକ୍ କରନ୍ତୁ। ଯଦି ଲୋନ୍ ବ୍ୟାଙ୍କରେ ଇଜିଲି ଆପ୍ରୁଭ୍ ହେଇଯାଉଛି, ଦ୍ୟାଟ୍ ମିନ୍ସ ଡକୁମେଣ୍ଟ ସବୁ କ୍ଲିୟର ଅଛି। ସୋ ଘର କିଣିବାରେ ସ୍ମାର୍ଟ ଆପ୍ରୋଚ୍ ୟୁଜ କରନ୍ତୁ। ଭିଡିଓ ଭଲ ଲାଗିଲେ ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ ଫ୍ୟାମିଲି ଆଉ ଫ୍ରେଣ୍ଡସ୍ ମାନଙ୍କୁ। ଯଦି କଣ କ୍ୱେଶ୍ଚିନ୍ କି ଡାଉଟ୍ ଅଛି କମେଣ୍ଟ କରନ୍ତୁ। ଆଉ ହଁ, ଇନଷ୍ଟାଗ୍ରାମରେ ଲୋକାଲ ଏଷ୍ଟେଟ୍ କୁ ବି ଫଲୋ କରନ୍ତୁ ଫର ମୋର ରିଏଲ ଏଷ୍ଟେଟ୍ ଟିପ୍ସ। ଧନ୍ୟବାଦ।